हालेलुया प्रेज द लॉर्ड समस्तଙ୍କୁ ଆନ୍ତରିକ ଯୀଶୁଙ୍କ ନାମରେ ନମସ୍କାର ପ୍ରେଜ ଦ ଲର୍ଡ ପ୍ରାର୍ଥନା କରିବା। ପବିତ୍ର ସଦାପ୍ରଭୁ ତୁମର ଧନ୍ୟବାଦ କରୁଛୁ, ପ୍ରଶଂସା କରୁଛୁ, ସୁନ୍ଦର ସମୟ ପାଇଁ ପ୍ରଭୁ ଯାହା ସମୟ ସୁଯୋଗ ଦେଇଥିବାରୁ ତୁମର ମହାନଙ୍କୁ ଧନ୍ୟବାଦ କରୁଛୁ। ବାପା ସାହାଯ୍ୟ କର, ଏ ସମୟରେ ତୁମର ବାକ୍ୟ ଆମେ ଧ୍ୟାନ କରିବା ପାଇଁ ପାରିବୁ, ଏଥିପାଇଁ ସାହାଯ୍ୟ କର ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଛୁ ପିତା। ହାଲେଲୁୟା। ଏପରି ସମୟମାନଙ୍କ ମଧ୍ୟରେ ପ୍ରଭୁ ଆମକୁ ସୁନ୍ଦର ସମୟ ଦେଇଥିବାରୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେଉଛୁ। ଆମେ ପ୍ରଭୁଙ୍କ ବାକ୍ୟ ବୋଧେ ଆଲୋଚନା କରିବା, ପ୍ରଭୁଙ୍କ ଶିକ୍ଷା ଅନୁଯାୟୀ ବୋଧେ ପ୍ରଭୁଙ୍କ ବାକ୍ୟ ଆମେ ଆଲୋଚନା କରିବା ବୋଲି ଆମେ ଧନ୍ୟବାଦ କରୁଛୁ। ହାଲେଲୁୟା। ଏହି ଦିନମାନଙ୍କ ମଧ୍ୟରେ ଆମେ ଦେଖିପାରୁଛୁ ଯା ପ୍ରଭୁଙ୍କର ଆଗମନ ଆସିବାର ସମୟ ହେଇଛି କି ଆମେ ଏହି ପ୍ରଶ୍ନରେ ଆମେ ଆଲୋଚନା କରିବା। ପ୍ରଭୁ ଯୀଶୁ ତାଙ୍କ ବାଇବଲ ଦ୍ୱାରା ବାକ୍ୟ ଦ୍ୱାରା ସେ କ'ଣ କହିଛନ୍ତି ଆମେ ବୋଧେ ଧ୍ୟାନ କରିବା। ହାଲେଲୁୟା। ଆମେ ଦେଖୁଛୁ ଦେଶମାନଙ୍କ ମଧ୍ୟରେ ଦେଶ ଆଉ ସବୁ ପ୍ରକାର ପରିସ୍ଥିତି ମାନଙ୍କ ମଧ୍ୟରେ ଝଗଡ଼ାଝାଟି ଆମେ ଦେଖୁଛୁ। ପ୍ରଭୁ ଯୀଶୁ କ'ଣ ଆସିବାର ସମୟ ହେଇଗଲାଣି କି? ଆମର ପ୍ରଶ୍ନ, ପ୍ରଭୁ ଯୀଶୁ ଆସିବାର ସମୟ ହେଇଗଲାଣି। ତେଣୁକରି ପ୍ରଭୁଙ୍କଠାରେ ଆମେ ପ୍ରାର୍ଥନା କରିବା, ଆଣ୍ଠୁ ପାତିବା। ପ୍ରଭୁ ଯୀଶୁ ଯେ ଆମମାନଙ୍କୁ ସେ ନେବେ, ଆମେ ଯେ ତାଙ୍କଠାରେ ପ୍ରସ୍ତୁତ ରହିବା, ପ୍ରତ୍ୟେକ ସମୟରେ ମନକୁ ନିର୍ମଳ କରି ପ୍ରଭୁଠାରେ ଆମେ ଆଣ୍ଠୁ ପାତିବା। ସେ ଆମମାନଙ୍କୁ ତାଙ୍କର ଆଗମନରେ ପହଞ୍ଚାଇବେ, ଆମେ ଯେପରି ତାଙ୍କ ନିକଟକୁ ଯିବା, ଏପରି ଆମମାନଙ୍କର ମନୋଭାବନା ପ୍ରତ୍ୟେକ ଲୋକଙ୍କର ପ୍ରଭୁ ବିଶ୍ୱାସୀ ମାନଙ୍କର ଥାଏ। ତେଣୁକରି ଆମେ ଆଲୋଚନା କରିବା ପ୍ରଭୁ ଯୀଶୁ ଆସିବା ସମୟ ଏହା କି? ପ୍ରଭୁ ଯୀଶୁ ଆସିଲେ ଆମେ କେମିତି ଯିବା, ଆମେ କେମିତି ଜାଣିବା? ଆମେ ବାଇବଲ ମାଧ୍ୟମରେ ଦେଖିଥାଉ, ବାଇବଲର ଶିକ୍ଷା କରିଥାଉ। ଏହିପରି ସମୟ ମଧ୍ୟରେ ଅତି ଅଳ୍ପ ସମୟ ରହିଅଛି ପ୍ରଭୁଙ୍କର ଆଗମନ ଆସିବା ପାଇଁ। ତେଣୁକରି ଆମେ ପ୍ରଭୁଠାରେ ପ୍ରାର୍ଥନା କରିବା, ପ୍ରଭୁଠାରେ ଆଲୋଚନା କରିବା, ପ୍ରଭୁଠାରେ ଆଣ୍ଠୁ ପାତିବା, ପ୍ରଭୁଠାରେ ଆମେ ଗୁହାରି କରିବା, ପ୍ରଭୁଠାରେ ଆମେ ଆର୍ତ୍ତନାଦ କରି ଆମର ପାପ ସ୍ୱୀକାର କରି ପ୍ରଭୁଙ୍କଠାରେ ଆମେ ଆଗକୁ ବଢ଼ିବା। ହାଲେଲୁୟା। ଏପରି ସମୟମାନଙ୍କ ମଧ୍ୟରେ ଖ୍ରୀଷ୍ଟିଆନ ଜୀବନରେ ଅନେକ ଦୁଃଖ, ତାଡ଼ନା, ନିନ୍ଦା, ଅପମାନ ଆସିଥାଇପାରେ। କିନ୍ତୁ ଗୋଟିଏ ଖ୍ରୀଷ୍ଟିଆନ ବୋଲି କହୁଛୁ, ଆମମାନଙ୍କ ପାଇଁ ଗୋଟିଏ ସଫଳତା, ଗୋଟିଏ ଆଦର୍ଶ ଆଉ ଗୋଟିଏ ଅନନ୍ତ ଜୀବନ ରହିଅଛି, ଯାହାକି ପ୍ରଭୁ ଆସିବା ସମୟରେ ସେ ଆମମାନଙ୍କୁ ନେଇଯାଆନ୍ତି। ପ୍ରଭୁ ଆସିବା ସମୟରେ ଆମେ ପ୍ରଭୁଙ୍କ ପାଖକୁ ଚାଲି ଯାଇଥାଉ। ଏ ବାକ୍ୟ ବାଇବଲ ପ୍ରକାଶ କରୁଛି। ହାଲେଲୁୟା। ଆଖିର ପଲକରେ ପ୍ରଭୁ ସେ ଆମମାନଙ୍କୁ କ'ଣ କରନ୍ତି? ନେଇଯାଆନ୍ତି। ସୁନ୍ଦର ସୁଯୋଗ ସେ ପ୍ରତ୍ୟେକ ମନୁଷ୍ୟକୁ ଦେଇଛନ୍ତି। ଯେ ବିଶ୍ୱାସ କରୁଛି ସେ ପ୍ରଭୁଙ୍କର ଆଗମନକୁ ସେ ପହଞ୍ଚିବ। ବିଶ୍ୱାସ କରୁଛି ପ୍ରଭୁଙ୍କର ଆଗମନରେ ସେ ରହିଥିବ। ଯେ ବିଶ୍ୱାସ କରୁଛି ସମସ୍ୟା ଦେଇ ଗତି କରୁଛି, ପ୍ରତ୍ୟେକ ବିଭିନ୍ନ ବାଧା ଦେଇ ଗତି କରୁଛି, କିନ୍ତୁ ପ୍ରଭୁଙ୍କ ବିଶ୍ୱାସରେ ସେ ଅଛି, ପାପ ଲେଶ ନାହିଁ। ଏପରି ମନୁଷ୍ୟମାନଙ୍କୁ ଯେଉଁ ମନୁଷ୍ୟ ନିର୍ମଳ, ସେ ମନୁଷ୍ୟକୁ ପ୍ରଭୁ ଯୀଶୁ ସେ ଦିନରେ ସେ ନିଅନ୍ତି। ହାଲେଲୁୟା। ପ୍ରଭୁ ଯୀଶୁ ଯେ ଆସୁଛନ୍ତି, ଆମେ ଦେଖୁଛୁ ପ୍ରତ୍ୟେକ ସମୟରେ ଆମେ ଭୟଭୀତ ନ ହୋଇ ପ୍ରଭୁଠାରେ ପ୍ରାର୍ଥନା କରିବା। ହଁ ପ୍ରଭୁ, ତୁମେ ଆସୁଅଛ, ଆମେ ଏପରି ପରିସ୍ଥିତିରେ ଦେଖୁଅଛୁ। ହାଲେଲୁୟା। ସୁନ୍ଦର ସମୟ ସେ ଦେଇଛନ୍ତି। ଆମେ ଦେଖିବା ମାର୍କ ପର୍ବର ତାର 13 ପଦ। ମାର୍କ ପର୍ବର ତାର 13 ପର୍ବର 7 ପଦ ଆଉ 8-9 ପଦ କିଛି ଅଂଶ ଆମେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା। ମାତ୍ର ତୁମେମାନେ ଯେତେବେଳେ ଯୁଦ୍ଧର ବିଷୟ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ। ହାଲେଲୁୟା। ଯୁଦ୍ଧର ବିଷୟ ଆମେ ଶୁଣୁଛୁ, ସେତେବେଳେ ବ୍ୟାକୁଳ ହୁଅ ନାହିଁ। ଆମେ ଏପରି ସମୟରେ ଅଛୁ, ଆମେ ଯୁଦ୍ଧର ବିଷୟକୁ ଶୁଣୁଛୁ, ଆମେ ବ୍ୟାକୁଳ ହେବା ନାହିଁ ବୋଲି ବାକ୍ୟ ପ୍ରକାଶ କରୁଛୁ। ଆଉ ପ୍ରଭୁ ଯୀଶୁ ସେତେବେଳେ ଉତ୍ତର ଦେଉଛନ୍ତି, ତମେ ବ୍ୟାକୁଳ ହୁଅ ନାହିଁ। ଯୁଦ୍ଧର ବିଷୟ ଶୁଣିବ, ଆମେ ପ୍ରତ୍ୟେକ
ଜାଣିପାରୁଛୁ ତାର 8 ପଦରେ, କାରଣ ଜାତି ବିପକ୍ଷରେ ଜାତି, ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ। ଦେଖିପାରୁଛୁ ସ୍ଥାନେ ସ୍ଥାନେ ଭୂମିକମ୍ପ। ପ୍ରଭୁ ଆସିବାର ସମୟର ଗୋଟେ ଲକ୍ଷଣ ଆମେ କେମିତି ଜାଣିବା କେବେ ଆସିବେ ପ୍ରଭୁ ବୋଲି ସେତେବେଳେ ପଚାରିଥିଲେ। ପ୍ରଭୁ ତାର ସଂକ୍ଷିପ୍ତର ତାର ଗୋଟେ ଲକ୍ଷଣ ସେ କହୁଛନ୍ତି। ଗୋଟେ ବସ୍ ଆସିବ, ହର୍ନ ଦେଇକି ଆସିବ, ହର୍ନ ଜାଣିଲେ ଆମେ ଜାଣିବା ବସ୍ଟା ଆସୁଛି, ଗୋଟେ କାର୍ ଆସୁଛି, ଗୋଟେ ବାଇକ୍ ଆସୁଛି, ଆମେ ତାର ହର୍ନ ଦ୍ୱାରା ଆମେ ଜାଣିପାରୁଛୁ। ସେଥିପାଇଁ ଲକ୍ଷଣର ହର୍ନ ପ୍ରଭୁ ଆମକୁ ଦେଉଛନ୍ତି। ଏ ଲକ୍ଷଣ ଦ୍ୱାରା ପ୍ରଭୁଙ୍କର ଆଗମନ ଆସିବାକୁ ଯାଉଛି, ଆମେ ସତର୍କତା ହେଇଯିବାକୁ ପଡ଼ିବ। ଆମର ଆତ୍ମା, ଆମର ଜୀବନ, ଆମର ଶାରୀରିକ ସବୁ ସତର୍କତାରେ ଆମେ ଚାଲିବାକୁ ପଡ଼ିବ, ବଞ୍ଚିବାକୁ ପଡ଼ିବ। ପ୍ରଭୁ ସେ କହୁଛନ୍ତି, ଆଉ ଗୋଟେ ଲକ୍ଷଣର ମାଧ୍ୟମ ସେ ଦେଖାଉଛନ୍ତି। ୟେସ୍, ମୁଁ ଭୁଲ କରିଥିଲି, ମୁଁ ଆଗମନରେ ପହଞ୍ଚି ପାରିବି କି ନାହିଁ, ମୁଁ ସେ ଭୁଲ ମୁଁ ଛାଡ଼ିଦେବି। ଆଜି ମଦ ପିଉଥିଲି, ମୁଁ ଛାଡ଼ିଦେବି। ଆଜି ପୁଡ଼ିଆ ଖାଉଥିଲି, ମୁଁ ତାକୁ ଛାଡ଼ିଦେବି। ଖରାପ ବ୍ୟବହାର ସବୁ ମୁଁ ଛାଡ଼ି ପ୍ରଭୁ ଯିଏ ଆସିବାକୁ ଯାଉଛନ୍ତି, ମୋର ଆତ୍ମା, ମୋର ଜୀବନ ସୁରକ୍ଷା କେମିତି କରିବି? ଲକ୍ଷଣ ଦ୍ୱାରା ଆମେ ଜାଣିବାକୁ ରେଡ଼ି ହେବାକୁ ପଡ଼ିବ। ଗୋଟେ ବସ୍ ଆସୁଛି, ଆମେ ସବୁ ଧରିକିରି ଗୋଟେ ଜାଗାରେ ରେଡ଼ି ହେଇକିରି ଠିଆ ହେଇଥାଉ। ତେଣୁକରି ପ୍ରଭୁ ଆସୁଛନ୍ତି ବୋଲି ଗୋଟେ ଲକ୍ଷଣ ଆମକୁ ପ୍ରଭୁ ଆଗରୁ ଦେଇଛନ୍ତି, ଏବେ ନାହିଁ, ଆଗରୁ ସେ ରଖିଛନ୍ତି। ସେ ଆଗରୁ ଲକ୍ଷଣ ଜାଣି ଆମେ ମଧ୍ୟ ରେଡ଼ି ହେବା ବୋଲି ସେ ବାକ୍ୟ ଦ୍ୱାରା ପ୍ରକାଶ କରୁଛନ୍ତି। ଆମେ କେମିତି ରେଡ଼ି ହେବା? ହଠାତ୍ ପ୍ରଭୁ ଆସିବେ, ସେ ସମୟରେ ଆମେ ରେଡ଼ି ହେବାକୁ ପଡ଼ିବ। ତା ରେଡ଼ିର ଅର୍ଥ ସବୁ ଛାଡ଼ି ଆମର ଆତ୍ମା, ଆମ ଜୀବନକୁ ନିର୍ମଳ କରି ପ୍ରଭୁଙ୍କ ପାଇଁ ଆମେ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ ବାକ୍ୟ ଦ୍ୱାରା ପ୍ରକାଶ କରୁଛନ୍ତି। ସେ ସମୟରେ ଯୁଦ୍ଧ ଆଗ ଆରମ୍ଭ ହେଲାଣି, ପ୍ରଭୁ ଆସିବାର ସମୟ। ସେଥିପାଇଁ ପ୍ରଭୁଠାରେ ଆମେ ଆରାଧନା କରିବା, ଆତ୍ମାର ଜୀବନ କାଟିବା। ସେ ଯେପରି ଆମକୁ ସାହାଯ୍ୟ କରନ୍ତି, ଉଦ୍ଧାର କରନ୍ତି, ସେ ରକ୍ଷା କରନ୍ତି। ପ୍ରଶଂସା କରିବା, ପ୍ରଭୁଙ୍କର ଗୌରବ କରିବା। ସେତେବେଳେ 9 ପଦ କହୁଛି, କିନ୍ତୁ ତୁମମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ। ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ। ଆମମାନଙ୍କ ବିଷୟରେ ଆମେ ସାବଧାନ ହେବା। ଆମମାନଙ୍କ ବିଷୟରେ ପ୍ରଭୁ ଆସିବାକୁ ଯାଉଛନ୍ତି, ଆମେ କେମିତି ରେଡ଼ି ହେବା? ଆମର କାମରେ ଥିଲେ ମଧ୍ୟ, ବିଜିରେ ଥିଲେ ମଧ୍ୟ ଆମେ ପ୍ରଭୁ କେମିତି ସ୍ମରଣ କରିବା, ଏହା ଆମେ ଲକ୍ଷ୍ୟ କରି ପ୍ରଭୁଙ୍କ ରାସ୍ତାରେ ଆମେ ଚାଲିବାକୁ ପଡ଼ିବ। ୟେସ୍, ଭୁଲ ଅଛି, ଅପରାଧ ଅଛି, ପାପ କରିଛୁ, ଅପରାଧ କରିଥାଇପାରୁ, କିନ୍ତୁ ପ୍ରଭୁ କ୍ଷମା କରିବେ। ହଁ ପ୍ରଭୁ, ଭୁଲ କରିଛି, ମୋ ରାସ୍ତା ଆଜିଠାରୁ ତୁମର ଆଗମନରେ ଯେପରି ପହଞ୍ଚିବି, ଏବେ ମୋତେ ସାହାଯ୍ୟ କର। ନିଶ୍ଚୟ ପ୍ରଭୁ ଆମକୁ ସାହାଯ୍ୟ କରିବେ, ପ୍ରଭୁ ଆମକୁ ଉଦ୍ଧାର କରିବେ। ଏଇଟା ଆମମାନଙ୍କର ପ୍ରଭୁ ଦେବା ରାସ୍ତା। ପ୍ରଭୁ ନିଶ୍ଚୟ ଆସିବେ ବୋଲି ଆମେ ଏଇ ବାକ୍ୟ ଦ୍ୱାରା ଆମେ ବୁଝିପାରୁଛୁ, ଜାଣିପାରୁଛୁ। ବାଇବଲ କୁହେ, ତେଣୁକରି ଆମେ ପ୍ରଭୁଙ୍କ ରାସ୍ତାରେ ଚାଲିବା, ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ଆଣ୍ଟୁ ପାତିବା। ଯେକୌଣସି ସମସ୍ୟା ଥିଲେ ମଧ୍ୟ ପ୍ରଭୁଙ୍କୁ ଗୌରବ ଦେବା।